ଖରାର ତୀବ୍ରତା ବଢ଼ିବା ସହିତ ରକ୍ତର ଅଭାବ ନେଇ ଚିନ୍ତା ବଢ଼ୁଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ପ୍ରେରଣାଦାୟକ ଖବର। ମାନବତାର ଉଦାହରଣ ଦେଇ ଯୁବମାନେ ଆଗକୁ ଆସିଛନ୍ତି ରକ୍ତଦାନ ପାଇଁ। ଶେରଗଡ଼ ବ୍ଲକ ଅଲାରିଗଡ଼ଠାରେ ଆୟୋଜିତ ହୋଇଛି ଏକ ବୃହତ୍ ରକ୍ତଦାନ ଶିବିର, ଯେଉଁଠାରେ ଶତାଧିକ ଯୁବକ ଯୁବତୀ ଓ ସାଧାରଣ ଲୋକ ନିଜ ଜୀବନର ମୂଲ୍ୟବାନ ଅଂଶ ଦାନ କରିଛନ୍ତି। ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସ୍ଥାନୀୟ ଯୁବ ସଂଘର ପକ୍ଷରୁ ଏହି ମହତ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯୁବ ବିଜେଡି ନେତା ଓ ସମାଜସେବୀ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିର ଏବେ 17ତମ ବର୍ଷରେ ପ୍ରବେଶ କରିଛି, ଯାହା ଏହି ଅଞ୍ଚଳରେ ସେବା ଓ ସମର୍ପଣର ଏକ ଉତ୍କୃଷ୍ଟ ପରମ୍ପରା ହିସାବରେ ପରିଚିତ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ଜିଲ୍ଲା ପରିଷଦ ପ୍ରତିନିଧି ବରୁଣ କୁମାର ପୁଲାଇ ଏବଂ ବିଜେଡିର ବହୁ ନେତା ଓ କର୍ମୀମାନେ ଉପସ୍ଥିତ ରହିଥିଲେ। ସମସ୍ତେ ଏହି ପ୍ରୟାସକୁ ସ୍ୱାଗତ କରିଥିଲେ ଏବଂ ଏପରି ସେବାମୂଳକ କାର୍ଯ୍ୟ ଆଗକୁ ଆହୁରି ବଢ଼ାଇବାକୁ ଆହ୍ୱାନ କରିଥିଲେ। ଏହି ରକ୍ତଦାନ ଶିବିରରେ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଆସିଥିବା ନାଗରିକମାନେ ସ୍ୱଇଚ୍ଛାରେ ରକ୍ତଦାନ କରିଥିଲେ। ପୁରୁଷ, ମହିଳା ଏବଂ ଛାତ୍ରଛାତ୍ରୀମାନଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ସମୁଦାୟ ଭାବେ ମୋଟ 151 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା, ଯାହାକୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଦ୍ୱାରା ସଂଗ୍ରହ କରାଯାଇଛି। ତେବେ ଏହି ଶିବିର ଆଉଥରେ ପ୍ରମାଣ କରିଦେଇଛି, ସମାଜ ପାଇଁ କିଛି କରିବାର ଇଚ୍ଛା ଥିଲେ ଯୁବଶକ୍ତି କେତେ ଦୂର ପର୍ଯ୍ୟନ୍ତ ଆଗକୁ ଆସିପାରେ ଏବଂ ଏକ ଛୋଟ ପ୍ରୟାସ ମଧ୍ୟ ଅନେକ ଜୀବନକୁ ବଞ୍ଚାଇପାରେ। ଶେରଗଡ଼ରୁ ସୂର୍ଯ୍ୟନାରାୟଣ ପାଣିଗ୍ରାହୀଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍ ନାଓ। ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।